ସନ୍ତାପରେ କେତେ ଦହୁଅଛ ମୋତେ, କେତେ ଦଉଛ କଷଣ। ଭଗତର କ୍ଷଣ ବାନା ବହିଅଛ, ଧନ୍ୟ ତୁମ ପ୍ରଭୁପଣ। ସ୍ତୁତି ଚିନ୍ତାମଣିରେ ଆତ୍ମନିବେଦନ ସନ୍ଥ କବି ଭୀମ ଭୋଇଙ୍କର ଏହି ସ୍ତୁତି ଚିନ୍ତାମଣିର ପ୍ରଥମ ବୋଲିର ଯେଉଁ ସାମ ସଙ୍ଗୀତ ସେ ଗାନ କରିଛନ୍ତି, ନିଶ୍ଚିତ ଭାବରେ ପ୍ରଭୁଙ୍କ ନିକଟରେ ଶ୍ରୀ ଗୁରୁଙ୍କ ପୟରକୁ ଧ୍ୟାନ କରି ସେ ଯୋଡ଼ହସ୍ତରେ ବିନୀତ ପ୍ରାର୍ଥନା କରିଛନ୍ତି। 100 ବୋଲି ବିଶିଷ୍ଟ ଏହି ସ୍ତୁତି ଚିନ୍ତାମଣିର ପ୍ରଥମ ବୋଲି ଅତ୍ୟନ୍ତ ଚମତ୍କାର ଏବଂ ଭକ୍ତିରସାତ୍ମକ। ଆସନ୍ତୁ ଏହାକୁ ଆଲୋଚନା କରିବା। କୁହାଯାଇଛି, ଜୟ ଜୟ ଜ୍ୟୋତି ରୂପରେ ବିଖ୍ୟାତ, ଶୂନ୍ୟ ଯାଉଡ଼ୁଛି ବାନା। କୃପା କଟାକ୍ଷତ ଅରୂପେ ବିଦିତ, ଭକତ ଦୁଃଖ ଖଣ୍ଡନା। ସେ କହିଛନ୍ତି, ଭଗତ ଦୁଃଖ ଖଣ୍ଡନା, ଯିଏ ଭକ୍ତଙ୍କର ଦୁଃଖକୁ ଖଣ୍ଡନ କରିପାରନ୍ତି। ଜୟ ଜୟ, ଯିଏ ଜ୍ୟୋତି ରୂପରେ ବିଖ୍ୟାତ ଏବଂ ଶୂନ୍ୟରେ ଯାହାଙ୍କର ବାନା ଉଡ଼ୁଛି, ଯାହାଙ୍କର କୃପା କଟାକ୍ଷର ଅରୂପରେ ବିଦିତ, ରୂପରେ ବିଦିତ, ସର୍ବତ୍ର ବିଦିତ। ଏମନ୍ତ ପ୍ରଭୁ ଥାଉ ଥାଉ ମୁଁ କାହିଁକି ଅରକ୍ଷିତ। ସେ ନିଉଛାଳି ହୋଇ ଆତ୍ମନିବେଦନ କରୁଛନ୍ତି ଶ୍ରୀ ଗୁରୁଙ୍କ ପୟରେ ଏବଂ ପ୍ରଭୁଙ୍କ ପୟରେ ବୋଲି କୁହାଯାଇଛି। ଦ୍ୱିତୀୟ ପଦରେ ଆହୁରି ମଧ୍ୟ ସେ କହିଛନ୍ତି, ଜଗତ ଆବୋରି ପୁରୀ ଅଛ ହରି, ନାମ ବ୍ରହ୍ମମୟ ତେଜ। ଅଜ୍ଞାନୀ କି ମେରୁ ସୁଜ୍ଞାନୀ କି ସରୁ, ନୁହଇ ଉଶ୍ୱାସ ବୋଝ। ଅତ୍ୟନ୍ତ ସରଳ ସାବଳୀଳ ପଦରେ କୁହାଯାଇଛି, ସମଗ୍ର ଜଗତକୁ ତୁମେ ଆବରିଅଛ, ଜଗତକୁ ତୁମେ ପୁରୀ ରହିଅଛ। ହେ ହରି, ବ୍ରହ୍ମମୟ ପୁରୁଷ, ବ୍ରହ୍ମମୟ ତେଜ, ତୁମେ ଅଜ୍ଞାନୀକୁ ମହାମେରୁ, ଯେଉଁ କୁହାଯାଉଛି ଅଚଳ ମହାମେରୁ ସଦୃଶ୍ୟ, ଯେ ତୁମକୁ ଜାଣିପାରେ ନାହିଁ, ଏବଂ ଯେ ସୁଜ୍ଞାନୀ, ଯେ ତମ ସମ୍ପର୍କରେ କିଛି ନା କିଛି ଜାଣିଛି ପ୍ରଭୁ, ତୁମେ ତାହା ପାଇଁ ଅତ୍ୟନ୍ତ ସରୁ ଏବଂ ଉଶ୍ୱାସ ମଧ୍ୟ। ତା ପାଇଁ ତୁମେ ବୋଝ ନୁହଁ। ତୁମେ ଅଜ୍ଞାନୀ ପାଇଁ ବୋଝ ଏବଂ ସୁଜ୍ଞାନୀ ପାଇଁ ତୁମେ ଉଶ୍ୱାସ, ଏହି କଥା କୁହାଯାଇଛି। ତୃତୀୟ ପଦରେ ଆହୁରି ମଧ୍ୟ କୁହାଯାଇଛି, ଅଭୟ ପୟରୁ ପ୍ରଭୁ ଶ୍ରୀ ଛାମୁରୁ, କିଛି କୃପା ହେଉ ନାହିଁ। ନିମିଷ ମାତ୍ରକ ଯୁଗେ ଲେଖୁଅଛି, ଦିବସ ଗଣୁଛି ମୁହିଁ। ଏ ମର୍ତ୍ତ୍ୟମଣ୍ଡଳରେ ଜନ୍ମ ଦେଲ ପ୍ରଭୁ, ଅଥଚ ଅଭୟ ପଦ ପଙ୍କଜରୁ କୌଣସି କୃପା କଟାକ୍ଷ ମୋ ଉପରେ ଝରି ପଡ଼ୁନାହିଁ, ଅଥଚ କୌଣସି କୃପା ହେଉନାହିଁ, ମୋ ପ୍ରତି କରୁଣା ହେଉନାହିଁ। ହେ ପ୍ରଭୁ ମହିମା ଗୋସାଇଁ। ଏବଂ ନିମିଷେ ମାତ୍ର ଯେଉଁ କୁହାଯାଉଛି, କ୍ଷଣେ ମାତ୍ର ମୋତେ ଗୋଟେ ଯୁଗ ସମାନ ଲାଗୁଛି, ଅଥଚ ମୁଁ ଦିନ ବସି ଗଣୁଛି, କେବେ ମୋତେ ମୁକ୍ତି ଦେବ, କେବେ ମୋତେ ଏ ପାର୍ଥିବ ସଂସାରରୁ ଉଦ୍ଧାର କରିବ ପ୍ରଭୁ। ଏହା ତ ଭକ୍ତିର, ଏହା ତ ଭକ୍ତର ଭାବନା। ନିଉଛାଳି ହୋଇ ସେ ମହିମା ଗୋସାଇଁଙ୍କୁ ଏହିଭଳି ଭାବରେ କହୁଛନ୍ତି ସନ୍ଥ କବି ଭୀମ ଭୋଇ। ପରବର୍ତ୍ତୀ ପଦରେ ମଧ୍ୟ ସେ କହିଛନ୍ତି, ଆହା ତୁ କରତା ବୋଲି ମନେ ଚିନ୍ତା, ଲଲାଟରେ ହସ୍ତ ମାରି, ଉଦ୍ଧରବାନ ଉଦ୍ଧର ମହାପ୍ରଭୁ, ସନ୍ତାପେ ଗଲିଣି ସରି। ତୁମେ ଯେ ବିଶ୍ୱ ବ୍ରହ୍ମାଣ୍ଡମୟ ସର୍ବମୟ କର୍ତ୍ତା ବୋଲି ମୁଁ ହିଁ ମନେ କରିଛି ପ୍ରଭୁ। ତେଣୁ ଏବେ କପାଳରେ କର ମାରୁଛି, କାରଣ ତୁମ କୃପା କଟାକ୍ଷ, କୃପା କାଣିଚାଏ
कृपा बिंदु मो उपरे झरी पड़ुनाहीं। तमे मते उद्धार कर बा उद्धार न कर। हे प्रभु मु संतापरे चिंतारे सरीगलिणी बुड़ी गलिणी ଏହା କହିଛନ୍ତି। ଏବଂ ପରବର୍ତ୍ତୀ ପଦରେ ଆହୁରି ମଧ୍ୟ ସେ କହୁଛନ୍ତି, ମେଲିଛି ପସରା ନିର୍ବେଦରେ ପରା ଅରୂପେ କରିବ ପାରି। ଘେନ ମୋ ବିନତି ବୁଝତୁ ବ୍ୟକତି ଯେବେ ଭକ୍ତ ହିତ କାରି। ମହିମା ମଣ୍ଡନ କରି ଭୀମ ଭୋଇଙ୍କର ଅତ୍ୟନ୍ତ ସନ୍ତର୍ପଣରେ ଏ ପଦଗୁଡ଼ିକ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ମନେ ହୁଏ। ସେ କହୁଛନ୍ତି, ମେଲିଛ ପସରା, ପ୍ରଭୁ ତୁମେ ତୁମର ବୋଝକୁ ଖୋଲି ଦେଇଛ। ନିର୍ବେଦରେ ଯେଉଁଠି କୁହାଯାଇଛି ଅରୂପେ କରିବ ପାରି, ରୂପହୀନ ନାମହୀନ ଗନ୍ଧହୀନ ସ୍ପର୍ଶହୀନ, ଏହିଭଳି ଭାବରେ ଅରୂପରେ ତୁମେ ହିଁ ପାରି କରିଦେବ। ପ୍ରଭୁ ତୁମେ ସ୍ଥୂଳ ନୁହଁ, ତୁମେ ସୂକ୍ଷ୍ମ, ତୁମେ ଆକାର ନୁହଁ, ତୁମେ ନିରାକାର। ଏଇଭଳି ଭାବରେ ତୁମେ ପସରା ମେଲିଛ। ମୋ ବିନତିକୁ ଘେନିବା ହୁଅନ୍ତୁ ପ୍ରଭୁ। ମୋ ବ୍ୟକତ ଯେଉଁ କୁହାଯାଉଛି, ମୋ କଥିତ, ମୋ କଥାକୁ ଶୁଣିବା ହୁଅନ୍ତୁ, କାରଣ ତୁମେ ତ ଭକ୍ତ ହିତକାରୀ। ଏ ଜଗତ ବିଦିତ ପ୍ରଭୁ କୁହାଯାଇଛି। ପରବର୍ତ୍ତୀ ପଦରେ କହୁଛନ୍ତି, ଅବନା ମଣ୍ଡଳୁ ଜ୍ଞାନ ଖଣ୍ଡଳୁ ଆଣି ଉଡ଼ାଇଛ ବାନା। ଅନ୍ତର୍ଯାମୀ ହେଲେ ଅବଶ୍ୟ ଜାଣିବ ଭୃତ୍ୟର ମନ କଳ୍ପନା। ଅବନା ମଣ୍ଡଳ, ଅବନା ମଣ୍ଡଳୁ ଜ୍ଞାନ ଅଖଣ୍ଡଳୁ ଆଣି ଉଡ଼ାଉଛ ବାନା। ଅବନା ମଣ୍ଡଳ ଯେଉଁ କୁହାଯାଉଛି ଏବଂ ଜ୍ଞାନ ଅଖଣ୍ଡଳରୁ ତୁମେ ଏଇଭଳି ଭାବରେ ତୁମର ଭକ୍ତ ଉଦ୍ଧାର ବାନାକୁ ଉଡ଼େଇ ଆସିଛ ପ୍ରଭୁ ଅବନା ମଣ୍ଡଳରୁ ଏବଂ ଜ୍ଞାନ ଅଖଣ୍ଡଳରୁ। କିନ୍ତୁ ପ୍ରଭୁ କାହିଁକି? ତୁମେ ତ ଅନ୍ତର୍ଯାମୀ, ସମସ୍ତ ମନର ବେଦନା ଅନ୍ତରର କଥା ବୁଝିପାର ବୋଲି ତୁମକୁ ଅନ୍ତର୍ଯାମୀ କୁହାଯାଇଛି। ଅଥଚ କେବେ ଏ ଭୃତ୍ୟର ମନର ବେଦନା ବୁଝିବ ପ୍ରଭୁ? ଅତ୍ୟନ୍ତ ବିନୀତ ଭାବରେ ପ୍ରାର୍ଥନା କରୁଛନ୍ତି ସନ୍ଥ କବି, ଅନ୍ଧ କବି, କନ୍ଧ କବି, ମହାନ ଆଧ୍ୟାତ୍ମିକ ଗୁରୁ ସନ୍ଥ ଭୀମ ଭୋଇ। ପରବର୍ତ୍ତୀ ପଦରେ ଆହୁରି ମଧ୍ୟ କହିଛନ୍ତି, ଜାଣ କେତେ ଛନ୍ଦ ଅରୂପ ଗୋବିନ୍ଦ ଏ ସର୍ବ ତୁମ୍ଭରି ଖଣ୍ଡ। ନଟକୁଟ କରି ମାରୁଅଛି ଧରି ବିଭୁ ଅଛ କେତେ ଦଣ୍ଡ। ତୁମେ କେତେ ଛନ୍ଦ ଜାଣ ହେ ନନ୍ଦ ରାଜାର ଟିକି ଛୁଆଟି। ଯେଉଁଭଳି ଭାବରେ କୁହାଯାଇଥିଲା, ତୁମେ ଅରୂପ ଗୋବିନ୍ଦ, ରୂପହୀନ ଗୋବିନ୍ଦ, ଇଏ ସବୁ ତୁମରି ଖଣ୍ଡ, ଇଏ ସବୁ ତୁମରି ସୃଷ୍ଟି ପ୍ରଭୁ। ତୁମେ ତ ଅନ୍ତର୍ଯାମୀ, ତୁମେ ତ ସ୍ରଷ୍ଟା, ଏ ସୃଷ୍ଟି ହିଁ ତୁମର ଖେଳଘର। ତୁମେ କେତେ ଛନ୍ଦ ଜାଣ, ତୁମେ ରୂପହୀନ, ତୁମେ ଗନ୍ଧହୀନ ସ୍ପର୍ଶହୀନ, ଏ ସବୁ ହିଁ ତୁମରି ଖଣ୍ଡ। ତୁମେ ନଟକୁଟ ଅଥଚ ନଟିଆ ହଟିଆ, ତୁମେ ହେ କଳା ଠାକୁର। ଆଉ ତୁମେ ମଧ୍ୟ ମୋତେ କାହିଁକି ଏ ଦଣ୍ଡ ବିଧାନ କରୁଛ ପ୍ରଭୁ? କେତେ ଦଣ୍ଡ ଦେଉଛ ପ୍ରଭୁ? କେତେ ସହିବି ପ୍ରଭୁ? କେତେ ଭକ୍ତର ପରୀକ୍ଷା ନେଉଛ ପ୍ରଭୁ? ଏଇଭଳି ଭାବରେ ପ୍ରାର୍ଥନା କରୁଛନ୍ତି ଭୀମ ଭୋଇ। କୁହାଯାଇଛି, ସନ୍ତାପରେ କେତେ ଦହୁଅଛ ମୋତେ, କେତେ ଦଉଛ କଷଣ। ଭଗତ ରକ୍ଷଣ ବାନା ବହିଅଛ, ଧନ୍ୟ ତୁମ ପ୍ରଭୁ ପଣ। ସନ୍ତାପରେ କାହିଁକି ଚିନ୍ତା ରାଜ୍ୟରେ ମୋତେ ବୁଡ଼ାଇ ମାରୁଛ ପ୍ରଭୁ? କାରଣ କାହିଁକି ମୋତେ ଏତେ କଷଣ ଦେଉଛ, ଏତେ ଦୁଃଖ ଦେଉଛ, ଏତେ ପରୀକ୍ଷା ନେଉଛ ପ୍ରଭୁ? ଏଇଭଳି ଭାବରେ ପାର୍ଥିବ ଜଗତର ଅନେକ ଆସୁରିକ ଶକ୍ତିର ଯେଉଁ କୁହାଯାଉଛି ପରାକାଷ୍ଠାରେ ତ୍ରସ୍ତଭୀତ ଏଇ ସନ୍ଥ କବି ଭୀମ ଭୋଇ ସଂସାରର ଯାବତୀୟ ମାୟା ମୋହ ଜଞ୍ଜାଳ ଏବଂ ଅନିଷ୍ଟକାରୀ ଶକ୍ତିମାନଙ୍କ ଦ୍ୱାରା ଆକ୍ରାନ୍ତ ହୋଇ ସେ ନିଶ୍ଚିତ ଭାବରେ ଡାକ ଛାଡ଼ୁଛନ୍ତି ଏଇ ଅଲେଖ ଗୋସାଇଁଙ୍କୁ ଯେଉଁ କୁହାଯାଉଛି,
ତୁମେ ତ ଭଗତ ରକ୍ଷଣ କୁହାଯାଇଛି ନା, ଭଗତ ରକ୍ଷଣ ବାନା ବହିଅଛ, ତୁମେ ଭଗତ ରକ୍ଷଣ ବାନା ବହିଛ, ତୁମେ ଆତଙ୍କନାଶନ ବାନା ବହିଛ, ଅଥଚ ଧନ୍ୟ ଧନ୍ୟ ତୁମ ପ୍ରଭୁପଣ ପ୍ରଭୁ, ଭକ୍ତ ତୁମକୁ ଝୁରି ଝୁରି ମରୁଛି ଏବଂ ଭକ୍ତ କିଭଳି କଷ୍ଟରେ ଜୀବନଯାପନ କରୁଛି ତୁମକୁ ସ୍ମରଣ କରି ତୁମକୁ ଝୁରି କରି ପ୍ରଭୁ ତୁମେ ତାର ଦୁଃଖକୁ ମୋଚନ କରୁନାହ। ଅତ୍ୟନ୍ତ ସ୍ପର୍ଶକାତର ଏ ସ୍ତୁତି ଚିନ୍ତାମଣିର ପ୍ରଥମ ବୋଲି କବିଙ୍କ ହୃଦୟରେ ଗଭୀର ଭାବରେ ରେଖାପାତ କରିଛି ଭଗବାନଙ୍କ ପାଇଁ ତାଙ୍କର ଯେଉଁ ଭକ୍ତି ପୁଷ୍ପାଞ୍ଜଳି। ପରବର୍ତ୍ତୀ ପଦରେ ମଧ୍ୟ କୁହାଯାଇଛି, ମୁଁ ଯେ ଶ୍ରୀ ଛାମୁରେ ସତ୍ୟ ନିଷ୍କାମରେ ନାମ ଅପରାଧୀ ଚୋର, ଅଛି ଯେ ବେଦୋଷ ମନେ ବହିରୋଷ, ଖଡ଼୍ଗେ ଛେଦ ମୋର ଶିର। ସେ କହୁଛନ୍ତି, ପ୍ରଭୁ ଯଦି ମୋର ଦୋଷ ଅଛି, କୌଣସି ଦୋଷାଦୋଷ କରିଛି, ଖଡ଼୍ଗରେ ସୁତୀକ୍ଷ୍ଣ ଖଣ୍ଡାରେ ମୋର ଶିରକୁ ଛେଦ କର, ମୋତେ ନିଶ୍ଚିତ ଭାବରେ ଗଣ୍ଡିରୁ ମୁଣ୍ଡହୀନ କରିଦିଅ। ପ୍ରଭୁ ମୁଁ ଯଦି ଶ୍ରୀଛାମୁରେ କୌଣସି ଅପରାଧ କରିଥାଏ, ନିଷ୍କାମ ମନରେ ନିଷ୍କାମ ଚିତ୍ତରେ ମୁଁ ସର୍ବତ୍ର ସବୁବେଳେ ତୁମକୁ ଧ୍ୟାନ କରୁଛି ପ୍ରଭୁ, ଯଦି ମୁଁ ନାମଚୋର, ଯଦି ମୁଁ ଅପରାଧୀ, ଯଦି ମୁଁ ନାମଚୋର, ଯଦି ମୁଁ ଅପରାଧୀ, ତେବେ ଏହି ଦଣ୍ଡ ମୋତେ ଦେବା ହୁଅନ୍ତୁ ପ୍ରଭୁ। ଏହା କହୁଛନ୍ତି ଭୀମ ଭୋଇ। ଏତେ କାଳେ ମୋତେ ବିୟଣ ଆୟତେ ଆସି ପଡ଼ିଲା ବିପତ୍ତି, ହୃଦୟ ବେଦନା କର ତୁ ଖଣ୍ଡନା, ଅଲେଖ ଅବର୍ଣ୍ଣ ଜ୍ୟୋତି। ବିଅଣ ଆୟତେ ମୋତେ ବିପତ୍ତି ପଡ଼ିଛି ପ୍ରଭୁ ଏତେ କାଳରେ, ତେଣୁ ଏ ହୃଦୟର ବେଦନାକୁ ତୁମେ ଖଣ୍ଡନ କର ପ୍ରଭୁ। ହେ ଅଲେଖ, ହେ ଅବର୍ଣ୍ଣ, ହେ ଜ୍ୟୋତିର୍ମୟ ପୁରୁଷ, ତୁମେ ମୋର ଦୁଃଖକୁ ମୋଚନ କରିବା ହୁଅନ୍ତୁ। ପୁନଶ୍ଚ କହିଛନ୍ତି, କିବା ରାଜପୁତ୍ର କିବା ସାଧୁ ସନ୍ଥ, ସର୍ବେ ହେଲେଣି ଦୁର୍ଜନା, ଏ ତିନି ବ୍ରହ୍ମାଣ୍ଡ ସାଧିବୁ ତୁ ପରା, କିସ ଦେଖୁଛୁ ଭାବନା। ଏ ଘୋର କଳିକାଳ ପ୍ରଭୁ ଭକ୍ତଙ୍କ ଉପରେ ଯେଉଁ ଅଭକ୍ତଙ୍କର ରାକ୍ଷସଙ୍କର ଯେଉଁ ଉତ୍ପାତ, କିବା ରାଜପୁତ୍ର କିବା ସାଧୁସନ୍ଥ ସମସ୍ତେ ବିପଥଗାମୀ। ସାଧୁଙ୍କ ବେଶରେ ଅନେକ ଅସାଧୁ କାର୍ଯ୍ୟକଳାପ ଆଜିର ସମାଜରେ ପରିବ୍ୟାପ୍ତ ପ୍ରଭୁ, ସମସ୍ତେ ଦୁର୍ଜନ ହେଲେଣି। ଏଠି ସଜ୍ଜନର ଅଭାବ ଅଛି ପ୍ରଭୁ, ସମସ୍ତେ ଆଜି ପାପ ପଙ୍କରେ ଏଇ ଦୁର୍ଜନର ବେଶ ଧରିଛନ୍ତି, ତେଣୁ ସଜ୍ଜନ କାହାନ୍ତି ପ୍ରଭୁ? ଏ ତିନି ବ୍ରହ୍ମାଣ୍ଡ ତୁମେ ତ ସାଧନ କରିବ ପ୍ରଭୁ, କାହିଁକି ଭାବନା କରୁଛ, କାହିଁକି ଦେଖୁଛ? ଶୀଘ୍ର ଏମାନଙ୍କୁ ଦଣ୍ଡ ଦିଅ, ଏ ପୃଥିବୀର ଭାର, ଏ ମହୀର ଭାରକୁ ଉଶ୍ୱାସ କର ପ୍ରଭୁ, ଦୁଷ୍ଟମାନଙ୍କୁ ଦଳନ କର। ଏଥିପାଇଁ ତାଙ୍କର ଭକ୍ତି ନିରାଜନା ଅଲେଖ ଗୋସାଇଙ୍କ ପାଖରେ, ପ୍ରଭୁଙ୍କ ପାଖରେ ସେ କହୁଛନ୍ତି, ଦେବୀ ଦେବୀ ଗଣ ମୃତ୍ତିକା ପାଷାଣ, କାହାକୁ ନ ଭଜି ଚିତେ, ମୁକତି କାଷ୍ଠାରେ ଏକାନ୍ତ ନିଷ୍ଠାରେ, ଏକାଧ୍ୟାୟୀ ଅଛି ତୋତେ। ପ୍ରଭୁ ମୁଁ ତ ଏକେଶ୍ୱରବାଦ ଉପରେ ବିଶ୍ୱାସ କରେ, କୌଣସି ଦେବାଦେବୀଙ୍କ ମୂର୍ତ୍ତିର ପରିକଳ୍ପନା ମୁଁ କରିପାରି ନାହିଁ, ମୁଁ କାହାକୁ ମୋ ହୃଦୟରେ ଭଜନ କରୁନାହିଁ, ତେଣୁ କାଷ୍ଠ ପାଷାଣ ମୂର୍ତ୍ତି ୟାକୁ ତ ମୁଁ ନିଶ୍ଚିତ ଭାବରେ ବିସର୍ଜନ କରିଦେଇଛି। ଯେଉଁ କୁହାଯାଏ ଅଲେଖ ନିରଞ୍ଜନ ନିରାକାର, ଏଇ ନିଷ୍ଠାରେ ମୁଁ କେବଳ ଧ୍ୟାନ କରୁଛି ପ୍ରଭୁ ତୁମକୁ। କାହିଁକି ମୋତେ ଏତେ ଅଣହେଜ କରୁଛ, କାହିଁକି ମୋତେ ଏଭଳି ଭାବରେ ଦଣ୍ଡୁଛ ପ୍ରଭୁ? ସେ କହୁଛନ୍ତି, ପୁନଶ୍ଚ କହୁଛନ୍ତି, ତୁ ଯେବେ ଅଲେଖ କରିବୁ ନିରେଖ, ବିପତ୍ତିରେ ଅପଯଶ, ଏ ତିନି ବ୍ରହ୍ମାଣ୍ଡେ ପୃଥ୍ୱୀ ନବ
ଖଣ୍ଡେ କାହିଁ ନୋହିବ ମୋ ବାସ। ହେ ଅଲେଖ ନିରଞ୍ଜନ ପ୍ରଭୁ, ଯଦି ତୁମେ ମୋତେ ନିରେଖ କରିବ, ଯଦି ତୁମେ ମୋତେ ହତାଦର କରିବ, ଯଦି ତୁମେ ମୋତେ ଅଣଦେଖା କରିବ ପ୍ରଭୁ, ମୋ ବିପତ୍ତିକୁ ଯଦି ତୁମେ ଶୁଣିବ ନାହିଁ, ମୋ ଅପଯଶ ତୁମେ ଯଦି ପ୍ରଭୁ ମୋ ଉପରେ ଢାଳିଦେବ, ତେବେ ଏ ତିନି ବ୍ରହ୍ମାଣ୍ଡରେ, ଏ ପୃଥିବୀରେ, ନବଖଣ୍ଡ ମେଦିନୀରେ ସବୁଠି ଯେଉଁ କୁହାଯାଉଛି ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଅତ୍ର ତତ୍ର ସର୍ବତ୍ର, କେଉଁଠି ମୁଁ ବାସ କରିପାରିବେ ନାହିଁ ପ୍ରଭୁ। ସବୁଠି ମୋ ପାଇଁ କେବଳ କଣ୍ଟକିତ ପଥ ହେବ, କେଉଁଠି ମୋ ପାଇଁ ସୁଗମ ହେବ ନାହିଁ ସେ ଅଲେଖ ବ୍ରହ୍ମକୁ ଧ୍ୟାନ କରିବା ପାଇଁ। ଏଇଭଳି ଭାବରେ ସେ ସ୍ତୁତି କରୁଛନ୍ତି ନିରାକାର ବ୍ରହ୍ମଙ୍କୁ। ହୋଇ ଏତେ ସାରି ଜିଛି ନ ମରି, ବୋଝର ଉପରେ ଭାର, ଏଥିରୁ ଅଧିକ ଭୋଗରୁ ଅଲେଖ, କି କରିବୁ ଆଉ କର। ଏତେ ସାରି ହୋଇ, ଏତେ କଷ୍ଟ ପାଇ ଯେ ମରି ମରି ବଞ୍ଚିଛି ଯାହା ନା ଭୀମ ଭୋଇ, ଭୀମ ଅଜ୍ଞାନ ପାମର, ତେଣୁ ବୋଝ ଉପରେ ଭାର ହୋଇ ମୁଁ କେବଳ ଜୀଇବା ଶିଖିଛି ଏଇ ଅଲେଖ ପାଦପଦ୍ମକୁ ଧ୍ୟାନ କରି ପ୍ରଭୁ। ଯଦି ଏଥିରୁ ଅଧିକ ଭୋଗରୁ ଅଲେଖ, କି କରିବୁ ଆଉ କର। ଯଦି ଏଥିରୁ ଅଧିକ କିଛି ହୁଏ, ମୋର ଆଉ କୌଣସି ଚାରା ନାହିଁ ପ୍ରଭୁ। ଯାହା ତୁମର ଇଚ୍ଛା ତୁମେ ତାହା ହିଁ କରିବ। ବଖାଣରେ ଦୁଃଖ ଅଧିକରେ ଶୋକ, ହୃଦରୁ ଉଠୁଛି କୋହ, ପଞ୍ଚଭୂତ ଆତ୍ମା ନିତ୍ୟ କାନ୍ଦୁଅଛି, କ୍ଷଣେ ସୁସ୍ଥ ନାହିଁ ଦେହ। ବଖାଣ କରୁଛି ପ୍ରଭୁ, ଯେତେ ତୁମ ସମ୍ମୁଖରେ ମୋ ଦୁଃଖକୁ ଜଣାଉଛି, କାହିଁକି ତତୋଧିକ ଦୁଃଖ ମୋ ଉପରେ ବୋଝ ସଦୃଶ ମାଡ଼ି ପଡ଼ୁଛି ପ୍ରଭୁ। ହୃଦୟରୁ ଶୋକ ଉଦ୍ଗତ ହେଉଛି, ନିର୍ଗତ ହେଉଛି ଶୋକ, ଆଖିରୁ ଧାର ଧାର ଲୁହ ଝରୁଛି ପ୍ରଭୁ, କୋହ ଉଠୁଛି ହୃଦୟରୁ। ପଞ୍ଚଭୂତ ଏ ଆତ୍ମା ମୋର ନିତ୍ୟ କାନ୍ଦୁଅଛି। କୁହାଯାଇଛି ମୋ ଦେହ ସୁସ୍ଥ ରହୁନାହିଁ, କାରଣ ଏ ପୃଥିବୀ କାହିଁକି ମୋ ପାଇଁ ସର୍ଜନା କରିଛ, ଏଭଳି ପୃଥିବୀରେ ମୋତେ କାହିଁକି ଜନ୍ମ ଦେଲ ପ୍ରଭୁ। ଭକ୍ତିର ଭାବନା, ଭକ୍ତିର ନିବେଦନ, କେତେ କାରୁଣ୍ୟ ଭରା ତାଙ୍କ ଏଇ ଭକ୍ତି ସନ୍ଥ କବି ଭୀମ ଭୋଇଙ୍କର। ପୁଣି କହିଛନ୍ତି, ମନେ ମନେ ଗୁଣି ଦିବସ ରଜନୀ, ସନ୍ତାପରେ ହୋଇ ଘାରି, ଆହାରେ ଦାରୁଣ ଦଇବ ବିଧାତା, କଲୁ ମୋତେ ଏତେ ସରି। ସାମଗ୍ରିକ ଭାବରେ ଦିବସ ଯାମିନୀ ମୁଁ କେବଳ ତୁମରି ପାଦ ପଦ୍ମକୁ ଝୁରି ହେଉଛି ପ୍ରଭୁ। ହେ ବିଧାତା, କାହିଁକି ମୋତେ ଏପରି କଲ? ଏହା କହି ସେ ନିଶ୍ଚିତ ଭାବରେ ଝୁରି ହେଉଛନ୍ତି, ସ୍ମରଣ କରୁଛନ୍ତି ଅଲେଖ ବ୍ରହ୍ମଙ୍କୁ। ମାୟା ମୋହେ ନିତ୍ୟ ପକାଉଛୁ ମୋତେ, କି ରୂପେ ହୋଇବି ପାରି, ଦିବାନିଶି ମୋତେ ରୋଦନ ମାଡ଼ୁଛି, ବେନି ନେତ୍ରୁ ବହି ବାରି। କି କାରୁଣ୍ୟ ଭରା ଏ ପଦ, ଯେଉଁଥିରେ ସେ କହିଛନ୍ତି, କାହିଁକି ପ୍ରଭୁ ମୋତେ ମାୟା ମୋହରେ ପତିତ କରୁଛ, କାହିଁକି କାହିଁକି ପ୍ରଭୁ, କି ରୂପରେ ଏ ଭବସାଗରକୁ ପାରି ହେବି, ଏତେ ମାୟାମୋହ ବନ୍ଧନ ଭିତରେ ମୋତେ ଛନ୍ଦି ଦେଉଅଛ। ଦିବାନିଶି କୁହାଯାଇଛି, ଦିବାନିଶି ମୋତେ ରୋଦନ ମାଡ଼ୁଛି, ଦିନରାତି କେବଳ କାନ୍ଦିବା ହିଁ ସାର ହେଉଛି ପ୍ରଭୁ, ଆଖିରୁ ଲୁହ ଝରାଇବା ହିଁ ସାର ହେଉଛି ପ୍ରଭୁ। ସେଥିପାଇଁ ସେ କହିଛନ୍ତି, ମୁହୀନ ପାମର କୀଟ ଜୀବ ସାର, ତୋ ପୟରେ ଅନୁସରି, କରପତ୍ର ଯୋଡ଼ି ବିନତି କରୁଛି, ସୁକୃପା କର ଶ୍ରୀହରି। ମୁଁ ହୀନ, ମୁଁ ପାମର, ମୁଁ ଦୁଷ୍ଟ ଦୁର୍ଜନ ପ୍ରଭୁ,
ମୁଁ ଛାର କୀଟ ଏ ସୃଷ୍ଟିର ଗୋଟିଏ ରେଣୁକଣା ପରି ପ୍ରଭୁ ତୁମ ପାଦକୁ ଅନୁସରଣ କରି କେବଳ ବଞ୍ଚି ଶିଖିଛି। କରପତ୍ର ଯୋଡ଼ି ମୁଁ ବିନତି କରିଛି ପ୍ରଭୁ ମୋତେ ସୁକୃପା କରନ୍ତୁ, ମୋତେ କୃପା କରନ୍ତୁ, କରୁଣା କଟାକ୍ଷରେ ଚାହାନ୍ତୁ ଶ୍ରୀହରି। ଏହା ସେ କହୁଛନ୍ତି। ଜଗତ ଧାରଣ ମୁକତି କାରଣ ତୁଜେ ବ୍ରହ୍ମାଣ୍ଡ କରତା ପିଣ୍ଡ ପ୍ରାଣ ଆଦି ଲାଗିଲା ଅନାଦି ଦୁଃଖ ସୁଖ ସର୍ବ ଚିନ୍ତା। ଜଗତ ଧାରଣ ମୁକତି କାରଣ এই ଜଗତକୁ ଧାରଣ କରିଥିବା ପ୍ରଭୁ ତୁମେ ତ ମୁକ୍ତିର ଦ୍ୱାର, ତୁମେ ତ କୋଟି କୈବଲ୍ୟନାଥ, ତୁମେ ତ ବ୍ରହ୍ମାଣ୍ଡ କରତା। ପିଣ୍ଡ ଆଉ ପ୍ରାଣ ତୁମକୁ ଲାଗିଲା ପ୍ରଭୁ। ଏ ଅନାଦି ସୁଖ ଦୁଃଖ ସବୁ ଚିନ୍ତା ତମକୁ ଲାଗିଲା ପ୍ରଭୁ। ତମ ହିଁ ସର୍ବ କାରଣ କାରଣ ହେ ଅଲେଖ ପରମ ବ୍ରହ୍ମ। ଏହା ସେ କହୁଛନ୍ତି ଏବଂ ଶେଷ ପଦରେ ନିଜ ନାମକୁ ଭଣନ୍ତି କରି କହୁଛନ୍ତି ତୋ ପାଦେ ଶରଣ ଯାଉ ଏ ପରାଣ ଯୁଗେ ଯୁଗେ ରହୁ କୀର୍ତ୍ତି। ଝିଙ୍ଗାସ ବଚନ କହେ ଭୀମହୀନ ଅଜ୍ଞାନ ପାମର ମତି। ତୁମ ପାଦରେ ଶରଣ ପ୍ରଭୁ ଯୁଗେ ଯୁଗେ ତୁମର କୀର୍ତ୍ତି ଅମଳିନ ରହୁ। ଅଥଚ ଝିଙ୍ଗାସ ବଚନ ମୁଁ ତୁମକୁ କହୁଛି ଅନ୍ତତଃ ମୋ ଦୋଷ ଧରିବ ନାହିଁ ପ୍ରଭୁ। ମୁଁ ହୀନ ଭୀମ ଅଜ୍ଞାନ ପାମର ନିଜକୁ ଦୁର୍ବାଦଳ ସହ ତୁଳନା କରି କିଭଳି ଭାବରେ ଭକ୍ତି ନୈବେଦ୍ୟ ବାଢ଼ିଛନ୍ତି ପ୍ରଭୁଙ୍କ ଶ୍ରୀପୟରେ ଭୀମ ଭୋଇ। ଏହା ନିଶ୍ଚିତ ଭାବରେ ସ୍ତୁତି ଚିନ୍ତାମଣିର ପ୍ରଥମ ବୋଲି ଅତ୍ୟନ୍ତ କରୁଣ ଏବଂ ରସସିକ୍ତ ଭକ୍ତି ଭାବନାରେ ଏହା ଆର୍ଦ୍ର ହୋଇଯାଇଛି। ବନ୍ଦେ ଉତ୍କଳ ଜନନୀ।